নমস্কার দর্শক বন্ধু, আজ 28 ডিসেম্বর 2025 রবিবার সকালের 20টি দেশ বিদেশের বছা বছা মুখ্য খবর আসন্তু জানিবা। তা পূর্বর ভিডিওକୁ লাইক শেয়ার সবসক্রাইব করন্তু যাকি প্রত্যেক দিন সকাল 5টাରେ দেশ বিদেশ খবর প্রথমে পাই। যদি আমি প্রথম খবর যা আমକୁ বଞ୍ଚାଅ ସୀମା ଖୋଲିଲା ତାରିଖ ଫେରିଲା ପରି ବଢ଼ିଲା ବାଂଲାଦେଶୀଙ୍କର ହିନ୍ଦୁଙ୍କ ଭୟ ଭାରତକୁ କଲେ ଗୁହାରି ବନ୍ଧୁ। ଅଶାନ୍ତ ବାଂଲାଦେଶର ଦୀପ ଚନ୍ଦ୍ର ଦାସ ଏବଂ ଅମୃତମଣ୍ଡଳରେ ନିର୍ମାଣ ଭାବେ ହତ୍ୟା କରାଯାଉଛି। ଏହାର ନେଇ ବାଂଲାଦେଶର ହେଉଥିବା ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଉଛି। ସମସ୍ତେ ହସ୍ତଗସ୍ତରେ ହେଉଛନ୍ତି। ବିଭିନ୍ନ ଦେଶର ସ୍ଥାନରେ ହିଂସା ଜାରି ରହିଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଜାନୁଆରୀ 1 ତାରିଖରୁ ହେବାକୁ ଯାଉଛି ଏହି 9ଟି ବଡ଼ ପରିବର୍ତ୍ତନ। ଦେଶବନ୍ଧୁ, ବର୍ଷ 2025 ଅଧୀନରେ ରହିଥିବା ଯାହାକି ବେଲି ନୂଆବର୍ଷ 2026 ପାଦ ଦେଖାଉଛି। ନୂଆବର୍ଷ ଆରମ୍ଭରୁ ଅନେକ ବଡ଼ ଆର୍ଥିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏହାର ଆପଣଙ୍କର ପକେଟ୍ ଉପରେ ପ୍ରଭାବ ପକାଇପାରେ। ଏଲ୍‌ପିଜିର ଗ୍ୟାସ୍ ଦର ଠାରୁ ଆରମ୍ଭ କରି ପ୍ୟାନ୍ ଆଧାର ନୂଆ ପେ କମିଶନର ପର୍ଯ୍ୟନ୍ତ ଅନେକ ନିୟମ ବଦଳିବ। ଏକ ଆଧାର କାର୍ଡ଼ ଏବଂ ପ୍ୟାନର ଲିଙ୍କ ସହିତ ତାରିଖ ଡିସେମ୍ବର ସପ୍ତାହ ହେବାକୁ ଯାଉଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଆଜି ବହୁଭୂତ ସମ୍ପୃକ୍ତ ଠୁପ ଅଭିଯୋଗରେ ବନ ବିଭାଗ ଗିରଫ। ଘରୁ ମିଳିଥିବା 1 କୋଟି କେଜିର ସୁନା। ଦେଶବନ୍ଧୁ, ଆୟ ବହିର୍ଭୂତ ସମ୍ପତ୍ତି ଦୋଳ ଅଭିଯୋଗରେ ଗିରଫ ହେଲା ବନ ବିଭାଗ ଅଧିକାରୀ। କୋରାପୁଟ ବନମଣ୍ଡଳୀ ଅଧୀନରେ ସେମିଲିଗୁଡ଼ା ବନ ରେଞ୍ଜର ଫରେଷ୍ଟର ନିରଞ୍ଜନ ଶତପଥୀଙ୍କୁ ଗିରଫ କଲା ପୋଲିସ ଭିଜିଲାନ୍ସ। ନିରଞ୍ଜନଙ୍କୁ ଭୁବନେଶ୍ୱର ବିଶେଷ ଭିଜିଲାନ୍ସ ଜେଲ୍ କୋର୍ଟରେ ଚାବର କରାଯାଇଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ତେଲେଙ୍ଗାନାରେ ଓଡ଼ିଆ ଯୁବତୀଙ୍କ ଦୁଷ୍କର୍ମ ପରେ ହତ୍ୟା ପର୍ଦ୍ଦାଫାଶ କରିବା ପରେ ଗୋଟିଏ ପରି ଚାପ। ଦେଶବନ୍ଧୁ, ତେଲେଙ୍ଗାନାରେ ଦାଦନ ଘଟୁଥିବା ଜଣେ 19 ବର୍ଷୀୟ ଓଡ଼ିଶା ଯୁବକଙ୍କ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ମୃତକ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଞ୍ଚଳରେ। ଏହି ନୃଶଂସକାଣ୍ଡଙ୍କର ଚପଳାୟ ଦେଖିବାକୁ ଉଦ୍ୟାନ ହୋଇଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଫେବୃଆରୀରୁ ଗାଡ଼ିରେ ଲାଗିବ ଗ୍ରୀନ୍ ଷ୍ଟିକର। ଆଗାମୀରେ ଉପରେ ହେବ କାର୍ଯ୍ୟ ଅନୁଷ୍ଠାନ। ଦେଶବନ୍ଧୁ, ଫେବୃଆରୀରୁ ଗାଡ଼ିରେ ଲାଗିବ ଗ୍ରୀନ୍ ଷ୍ଟିକର। ପ୍ରଦୂଷଣ ପାର୍ଟିସିପେଟରେ ଥିବା ଗାଡ଼ିର ଲାଗିବ ସବୁଜ ଷ୍ଟିକର। ଏହି ଷ୍ଟିକର ଦେଖିବାକୁ ଯାଇ ପେଟ୍ରୋଲ ପମ୍ପରେ ତେଲ ଦେଲେ କର୍ମଚାରୀ। ଏନେଇ ସୂଚନା ଦେଉଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ସେ କହିଛନ୍ତି ଯେ ମୋଟର ଇଲେକ୍ଟ୍ରିକ୍ ଆକ୍ସନ ମୋଡରେ ଗାଡ଼ିର ସବୁ ପ୍ରକାରର ପ୍ରମାଣପତ୍ର ରହିବ କଥା। ଯଦି ଆମେ ପରବର୍ତ୍ତୀ ଖବର ଯିବା, ବଦଳିବ ଦରମା। ଅଙ୍ଗନବାଡ଼ି କର୍ମଚାରୀଙ୍କୁ ଖୁସି କଲେ ନହେଲେ ସରିବନି ବୈଠକ। ଦେଶବନ୍ଧୁ, ଅଙ୍ଗନବାଡ଼ି କର୍ମୀ ଏବଂ ସହାୟତା ଦରମା। ଅଙ୍ଗନବାଡ଼ି କର୍ମୀମାନେ ଯେଉଁଥିରେ ଦୀର୍ଘ ଧରି ସେମାନଙ୍କର ଦାବି ଉପରେ ସରକାରୀ ନିଷ୍ପତ୍ତି ପାଇଁ ଅପେକ୍ଷା କରିଥିଲେ, ଶେଷରେ 2026 ମସିହା ପୂର୍ବରୁ ଏହି ବଡ଼ ଉପହାର ପକାଇବାକୁ ଯାଉଛି। ଦେଶବନ୍ଧୁ, ଏହି ସବୁ ଅଙ୍ଗନବାଡ଼ି କର୍ମୀ ସଂଘର ଏହି ସରକାରୀ ଅଧିକାରୀଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ କରାଯାଇଥିଲା। ସେଥିଥିଲା ଅଧିକାରୀଙ୍କ ସର୍ବ ଅଙ୍ଗନବାଡ଼ି କର୍ମୀ ସଂଘର ଦାବିଗୁଡ଼ିକର ମଞ୍ଜୁର କରିଥିଲେ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ବନ୍ଦ ହେଲା ଯୁଦ୍ଧ। ଭୀଷଣ ଲଢ଼େଇ ପରେ ଚୁପ୍ ହେଲା ଦୁଇ ରାଷ୍ଟ୍ର। ଶେଷରେ ପଛୁଆ ହେବା ପାଇଁ ଜାରି ହେଲା ଭୟ। ଦେଶବନ୍ଧୁ, ଗୋଟିଏ ପଟେ ଥମିବାରେ ନାଁ ନାହିଁ ରୁଷିଆ ୟୁକ୍ରେନ ଯୁଦ୍ଧ, ଆଉ ଏପରି ଭିତରେ ସାରା ବିଶ୍ୱ ପାଇଁ ଆସୁଛି ଏକ ଖୁସି ଖବର। ଥାଇଲାଣ୍ଡ ଏବଂ କାମ୍ବୋଡିଆ ଦେଶ ଅସ୍ତ୍ରରେ ଏକ ହୋଇଛି। ଦୁଇ ଦେଶ ଭିତରେ ଚାଲିଥିବା ଯୁଦ୍ଧରେ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ କେବଳ ସେତିକି ନୁହେଁ, ବରଂ ଏହା ଦୁଇ ଜଣଙ୍କ ଭିତରେ ଅଲଗା ଲାଗିଥିବାରୁ ଯୁଦ୍ଧକୁ ମାଲେସିଆ ସହାୟତାରେ ବନ୍ଦ କରାଯାଇଥିଲା। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଅଷ୍ଟ୍ରେଲିଆ ମାଟିରେ ଜିତିଲା ଲଣ୍ଡନ, ହାରିଲା ବାଜି ଜିତିବା ଖୁସିରେ ନାଚିଲେ ସମସ୍ତ ଖେଳାଳି। ଦେଶବନ୍ଧୁ, ଇଂଲଣ୍ଡ ଜିତିବା ମ୍ୟାଚ୍ ଦୀର୍ଘ ବର୍ଷରେ ଇତିହାସରେ ପଡ଼ିଲା ପୂର୍ବଚ୍ଛେଦ, କାଟିଲା ପୁରୁଣା ଲଜ୍ଜାଜନକ ରେକର୍ଡ। 2025-26 ଆଶେସ୍ ସିରିଜର ଚତୁର୍ଥ ଟେଷ୍ଟରେ ଲଣ୍ଡନ ଅଷ୍ଟ୍ରେଲିଆକୁ 4 ୱିକେଟରେ ପରାସ୍ତ କରିଥିଲା। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଭାଜପାକୁ ବଡ଼ ଝଟକା। ମମତାଙ୍କୁ ନେଇ ଟପିଲାଣି ଆତଙ୍କ, ଅଭିନେତ୍ରୀ କହିଲେ। ଦେଶବନ୍ଧୁ, ପଶ୍ଚିମବଙ୍ଗରେ ଆଗାମୀ ବିଧାୟକ ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟକା ଲାଗିଛି। ଲୋକପ୍ରିୟ ମହଙ୍ଗା ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ପୂର୍ବତନ ଭାଜପା ନେତ୍ରୀ ପନ୍ନବିତ୍ର ଶୁକ୍ରବାର ଡିସେମ୍ବର 26-25 ଗୁରୁତ୍ୱପୂର୍ଣ୍ଣ ସଂସ୍କରଣ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଭାରତ କରିବ ଆଉ ଏକ ଟାୱାର ବମ୍ ବିସ୍ଫୋରଣ। ପାକିସ୍ତାନରେ ପଡ଼ିବ ମରୁଡ଼ି ପାଣି, ବୁନ୍ଦେ ବି କହିପାରିବେନି ଚେତାବନୀ ଦେଲା
ବାଜିଲ ମୋହନ। ଦର୍ଶକ ବନ୍ଧୁ, ଯେତେବେଳେ ପାକିସ୍ତାନ ତାର ପ୍ରାୟୋଜିତ ଆତଙ୍କବାଦୀ ମଧ୍ୟରେ ପହଲଗାମରେ ନରସଂହାର କରିଥିଲା, ସେତେବେଳେ କଳ୍ପନା କରିନଥିଲା ଭାରତ ଏବେ ଭୟଙ୍କର ପଦକ୍ଷେପ ନେବ। ଲକ୍ଷ ଲକ୍ଷ ପାକିସ୍ତାନୀ ପାଣି ଉଦ୍ଧାର ବିଳମ୍ବ ହେବ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଗୋଟିଏ ଗୀତ ଗାଇବା ପାଇଁ ଓଡ଼ିଆ ସିଙ୍ଗରମାନେ କେତେ ଟଙ୍କା ନିଅନ୍ତି ଜାଣି ଆଶ୍ଚର୍ଯ୍ୟ ହେବେ। ଦର୍ଶକ ବନ୍ଧୁ, ବନ୍ଧୁଗଣ, ଆପଣମାନେ ତ ଜାଣିଥିବେ ହଲିଉଡ ଏବଂ ସିଙ୍ଗରମାନେ କେମିତି ନେଲେ ଟଙ୍କା କାରବାର। ହିନ୍ଦୀ ଫିଲ୍ମରେ ଗୋଟିଏ ଗୀତ ଗାଇବା ପାଇଁ ପାଖାପାଖି 12ରୁ 15 ଲକ୍ଷ ଟଙ୍କା ଡିମାଣ୍ଡ କରୁଛନ୍ତି। ସେମିତି ଆପଣମାନେ ଭାରତ ଇଚ୍ଛା କରୁଥିବା ଆମର ହଲିଉଡ ଫ୍ୟାସନ ସିଙ୍ଗରମାନେ ଗୋଟିଏ ଗୀତ ଗାଇ କେତେ ଟଙ୍କା ନିଅନ୍ତି? ଯଦି ଆମେ ପରବର୍ତ୍ତୀ ଖବର ଯିବା, ନୂଆ ବର୍ଷରୁ ଏମାନଙ୍କୁ ମିଳିବ ନାହିଁ ରେସନ। ଡିସେମ୍ବର 31 ସୁଦ୍ଧା କରିନିଅନ୍ତୁ ଏହି କାମ। ଦର୍ଶକ ବନ୍ଧୁ, ରେସନ କାର୍ଡ ହିତାଧିକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ସମସ୍ତଙ୍କ ରେସନ କାର୍ଡକୁ ହିତାଧିକାରୀଙ୍କୁ ଡିସେମ୍ବର 31 ସୁଦ୍ଧା ଏହି ଜରୁରୀ କାର୍ଯ୍ୟ ସମସ୍ତେ କରିବାକୁ ପଡ଼ିବ। ଯଦି ଏହି କାର୍ଯ୍ୟ ସମସ୍ତେ ମଧ୍ୟ ଶେଷ ନ କରି ହୁଏ, ତେବେ ଆପଣଙ୍କର ରେସନ କାର୍ଡ ବନ୍ଦ ହୋଇଯିବ। ଏହା ସହିତ ଆପଣଙ୍କର ରେସନ କାର୍ଡ ସହିତ ଜଡ଼ିତ ପାର୍ଟିସିପେଟ୍ ବିଭିନ୍ନ ଯୋଜନାରେ ଲାଭ ଉଠାଇ ପାରିବେ ନାହିଁ। ପ୍ରକୃତରେ ଡିସେମ୍ବର 31ରୁ ଆରମ୍ଭ ରେସନ କାର୍ଡର ଇ-କେୱାଇସି ସମାପ୍ତ କରିବା ପାଇଁ ବାଧ୍ୟତାମୂଳକ ଯଦି ଇ-କେୱାଇସି କରିନାହାନ୍ତି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଗାଡ଼ି ମାଲିକଙ୍କୁ ଆଶ୍ୱସ୍ତି, ଅଫଲାଇନରେ ବୈଠକ କରାହେବ ଇ ଚାଲାଣ। ଦର୍ଶକ ବନ୍ଧୁ, ଗାଡ଼ି ମାଲିକଙ୍କୁ ଆଶ୍ୱସ୍ତି, ଏଣିକି ଅନଲାଇନରେ ସହ ଅଫଲାଇନରେ ବୈଠକ କରାଯିବ ଇ ଚାଲାଣ। ଜନସାଧାରଣଙ୍କୁ ସୁବିଧା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଉଛି। ନଗଦ ଅର୍ଥ ଗ୍ରହଣ ପାଇଁ ଆରଟିଓକୁ ନିର୍ଦ୍ଦେଶ ଦିଆଯାଉଛି। ଏଥିପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଭାବେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ରାଜ୍ୟରେ ବିପଦ, ବନ୍ୟପ୍ରାଣୀ ବଢ଼ି ଚାଲିଛି। ହାତୀ, ବାଘକୁ ଆରମ୍ଭ କରି ବଜ୍ରପ୍ରାପ୍ତ କାର୍ବା ଶିକାର ବିଲୁ ମୁକ୍ତାଙ୍କୁ ହେଲେନି 54 ପ୍ରତିଶତ। ଦର୍ଶକ ବନ୍ଧୁ, ରାଜ୍ୟରେ ଏବେ ବିପଦରେ ବନ୍ୟପ୍ରାଣୀ। ହାତୀ, ବାଘକୁ ଆରମ୍ଭ କରି ବଜ୍ରକାନ୍ତା, ହରିଣ, ବାର୍ହା ଶିକାର କରିଚାଲିଛି ହେଲାକୁ। ଯଦି ଆମେ ପରବର୍ତ୍ତୀ ଖବର ଯିବା, 65 ବର୍ଷରେ ବି ପିଲା ଜନ୍ମ କରନ୍ତି ଏଠିକାର ମହିଳା। ତେବେ ସୁନ୍ଦର ଯେ ଯିଏ ନାହିଁ ସିଏ ପ୍ରେମରେ ପଡ଼ିଯିବ। ଦର୍ଶକ ବନ୍ଧୁ, ବିଶ୍ୱର ଏକ କୋଣରେ ଏପରି ଏକ ଉଦ୍ୟାନ ଅଛି ଯେଉଁଥିରେ ବାର୍ଦ୍ଧକ୍ୟ କେବଳ କାଗଜରେ ନୁହେଁ ଦେଖାଯାଏ। ଏହି ଏକ ଶରୀର ନୁହେଁ, ଏଠାରେ ମହିଳାଙ୍କ 60 ବର୍ଷ ଅତିକ୍ରମ କରିବା ମାତ୍ରେ ମଧ୍ୟ ଯୁବକ ଦେଖାଇଛନ୍ତି ଏବଂ ଅନେକ କ୍ଷେତ୍ରରେ ସେମାନେ ମା ହେବାକୁ କ୍ଷମତା ବଜାୟ ରଖିଛନ୍ତି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଏଲ୍ଆଇସିର ନୂଆ ଯୋଜନା 100 ବର୍ଷ ପାଇଁ ମିଳିବ ସୁରକ୍ଷା, ବିବାହ ଏବଂ ସନ୍ତାନ ହେବ ମାତ୍ରେ ଆପେ ଆପେ ବଢ଼ିଯିବ ବୀମା କଭରେଜ୍। ଦର୍ଶକ ବନ୍ଧୁ, ଦେଶରେ ସବୁଠାରୁ ସର୍ବିତ ବୀମା କମ୍ପାନୀ ଭାରତର ଜୀବନର ବୀମା ନିଗମ ଏଲ୍ଆଇସି ଏହାକୁ ନୂତନ ଯୋଜନା ବୀମା ଜଗତ ଲଞ୍ଚ କରିଛି। ଏହି ଯୋଜନାରେ କାର୍ଯ୍ୟରତ ଫେବୃଆରୀ ଏବଂ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରେ, ଯେଉଁମାନେ ବଜାରର ଉତ୍ଥାନ ପତନ ଏବଂ ଲିଙ୍କକୁ ସୁରକ୍ଷିତ କରିବା ପାଇଁ ପରିବାର ପାଇଁ ଏକ ଦୃଢ଼ ସୁରକ୍ଷା ଜାଲ ନିର୍ମାଣ କରିବା ପାଇଁ ଚାହୁଁଛନ୍ତି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଓଲା ଡବଲ ଡ୍ରାଇଭରଙ୍କ ପାଇଁ ଠୁ ଏବଂ ଭଡ଼ା ପାଇଁ କେତେ କମିଶନ ନିଅନ୍ତି ଭାରତ ଟ୍ୟାକ୍ସକୁ ନେଇ ମିଳିବ ଲାଭ ଜାଣନ୍ତୁ। ଦର୍ଶକ ବନ୍ଧୁ, ନୂତନ ବର୍ଷ ଆସିବା ସହିତ ଦିଲ୍ଲୀରେ ଟ୍ୟାକ୍ସି ବଜାର ଏକ ବଡ଼ି ପ୍ରଦାନ ପାଇଁ ପ୍ରସ୍ତୁତ ହେଉଛି। ଭାରତ ଟ୍ୟାକ୍ସି ଜାନୁଆରୀ 1 ତାରିଖରୁ ରାଜଧାନୀରେ ଆନୁଷ୍ଠାନିକ ଭାବରେ ଆରମ୍ଭ ହେଉଛି। ବର୍ଷ ବର୍ଷ ଧରି ଡ୍ରାଇଭରମାନେ ପ୍ୟାକ୍ ଆବେଦନକୁ ଉଚ୍ଚ କମିଶନର ହଠାତ୍ ନୀତି ପରିବର୍ତ୍ତନ ଏବଂ ଆସିବାର ସହିତ ସଂଘର୍ଷ କରୁଛନ୍ତି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ନୂଆ ବର୍ଷରୁ ବଢ଼ିବ ଏହିସବୁ ଗାଡ଼ିର ଦାମ, କମ୍ପାନୀଗୁଡ଼ିକରେ ବଡ଼ ଘୋଷଣା, ଜାଣନ୍ତୁ କାହିଁକି? ଦର୍ଶକ ବନ୍ଧୁ, ନୂଆ ବର୍ଷ ପାଇଁ 2024 ଆରମ୍ଭ ହେବା ସହିତ ଭାରତରେ କାର୍ କିଣିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଟିକିଏ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ ଅଧିକୃତ ଅଟୋ କମ୍ପାନୀଗୁଡ଼ିକରେ ସୂଚିତ କହିଛନ୍ତି ଯେ ଜାନୁଆରୀ 2024ରେ ଯାନବାହନ ମୂଲ୍ୟ ବୃଦ୍ଧି ପାଇବ। ଏହା ସିଧାସଳଖ ଗ୍ରାହକଙ୍କ ଉପରେ ପ୍ରଭାବ ପଡ଼ିପାରେ ବୋଲି ଏକ ନୂଆ କାର୍ କିମ୍ବା ବାଇକ୍ କିଣିବାକୁ ଅପେକ୍ଷା କରିଥିଲେ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଶିଖରଚଣ୍ଡୀ ପାହାଡ଼କୁ ପର୍ଯ୍ୟଟନକୁ ମନା, ଗେଟ୍ରେ ତାଲା ପକାଇଦେଲା ବନ ବିଭାଗ। ଦର୍ଶକ ବନ୍ଧୁ, ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ଼ରେ 2 ହସ୍ତଦନ୍ତ ହାତୀ ବୁଲୁଥିବା ଘୋଷଣା, ହାତୀ ନ ଯିବା ପର୍ଯ୍ୟନ୍ତ ବନ୍ଦ ରଖିବ ନିରାଙ୍କର ଚଣ୍ଡୀ ପୀଠ। ଲୋକଙ୍କ ସୁରକ୍ଷା ଦୃଷ୍ଟିରେ ବନ ବିଭାଗ ପକ୍ଷରୁ ନିଆଗଲା ପଦକ୍ଷେପ।
ଯଦି ଆମେ ପରବର୍ତ୍ତୀ ଖବର ଯିବା, ରାଜ୍ୟରେ ଶୀତ ତାପ ପାଇଁ ବଢ଼ୁଛି ପ୍ରଦୂଷଣ, 7 ସହରରେ ଭିଜିବ ବାୟୁର ମାନ, ସକାଳ ସନ୍ଧ୍ୟାରୁ ବାହାରିବ ବୁଲିବା ବିପଦ। ହଁ ଦର୍ଶକ ବନ୍ଧୁ, ଶୀତ ଯେତିକି ବଢ଼ୁଛି ସେତେ ପ୍ରଦୂଷଣ ବିଶ୍ୱ ସେମିତି ବାଡ଼ି ଆସୁଛି। ଓଡ଼ିଶାରେ 7 ସହରରେ ବାୟୁର ମାନ ବିଡ଼ିତ ବାଉଛି। 10ଟି ପ୍ରଦୂଷଣ ସହର ତାଲିକାରେ ଲଗାତାର ନାଁ ଯୋଡ଼ି ଚାଲିଛି। ଓଡ଼ିଶାର 7 ସହର ଅନୁଗୁଳ, କଟକ, ବାଲେଶ୍ୱର ଏବଂ ବାୟୁର ମାନ ଅତି ଖରାପ ହୋଇପାରେ।